मेरू देखी पलायन करछन्ती चौकावती ए निश्चित लंका गरे भगवान लिंग भगवान करछन्ती से जो रावण ए हमारा दुकान होंगे प्रभु आय रावण सभारे गाई प्रवेश होइला रे प्रवेश होइला सर्वप्रथम मोर प्रणाम ग्रहण करूँ आस भाई रावण तुमको आशीर्वाद करुचे भाई ए असंभव मते जागृत करिबार तपस्या कोण होला कोण लंका गडरे संख्या घेरी रहछि को भाई को वाह ओ भाई तेरे को कहू कि सुन आय चित्तागिरी तलियो उद्धार मोते वीर उद्धार मोते वीर अनेक दशारे विमान वानर अयोध्यार रे राजार रथिसे कुमार रे ज्येष्ठ भात तैल मध्य जेपरी कीड़ा पड़ी छटपट हुए भाई सही परी लंका गड़े दशानन आज छटपट हेउछि से नरु भल मर्कट जोगु कौन है भाई अयोध्यार देश राजांकर नाम हेउछि दशरथ दशरथ तांकरी ज्येष्ठ पुत्र राम आउ कनिष्ठ पुत्र लक्ष्मण जोगुरु आज ये लंका गड़ श्रीहीन हो जाइए कुंभकर्ण बैरागी पासे शत्रु हेरा पासे शत्रु हेरा बानर भल्लुक पूर्ण काहू से बारिला लंकावती ओने गली बारी सरकती भाई आपण को कहवा अनुसार से होती दशरथ पुत्र रामचंद्र से पुणी अयोध्यावासी से सामान्य मनुष्य जदि से मनुष्य एते मात्र भल्लुक मकड़ मानक नहीं एटा को आसीचे कौन पाई एपण आपणकर शत्रु होईचे कौन पाई कुह भाई मते कुह या मते सर्वांत वृत्तांत बुझाई कुह कुंभ भाई तेरे मु कहूची सुन कुह भाई कुह मोरी भक्तिर प्रतिशोध नेबा पाए भाई मो दिने पंचवटी अरण्य को जाई मारीच संगरे तार जाया जानकी को हरण करबा पाई चक्रांत सृष्टि कली कोन कहत भाई भाई माया मृग हुअंते से ताकू बिंदी करे भाई मारीच को माया मूर्खरे निर्माण करे राम लक्ष्मण को अनेक दूर को नहीं गली भाई तापर एकाकी रखी मो सीता को हरण कर लंका को नहीं आसबी कौन कहछ भाई
সেই ସୀତାଙ୍କୁ ଖୋଜି ଖୋଜି ରାମ ଏ ବିଶାଳକାୟ ସମୁଦ୍ରରେ ସେତୁ ବାନ୍ଧି ଆଜି ସୁବଳୟାରେ ଉପସ୍ଥିତ ହୋଇ ଅଲଙ୍କାର ସୈନ୍ୟମାନଙ୍କୁ ବିନାଶ କରୁଛି। ସୁଗ୍ରୀବ ବାନର ଘେରି ଲଙ୍କାକୁ ଅଇଲା ଲଙ୍କାକୁ ଅଇଲା କୁମ୍ଭକର୍ଣ୍ଣ କହେ ନାରୀ ତୋର ଶୁଦ୍ଧ ହେବା ତାକୁ ପାଇବାକୁ ଅଛି ଏ ଧରଣୀରେ। ବୁଝିଲୁ ଭାଇ? ଭାଇ ସେଇ ରାମ ବାଳିକି ବଦ୍ଧ କରି ତା ଭାଇ ସୁଗ୍ରୀବ ସହିତ ମିତ୍ରତା ସ୍ଥାପନ କଲା। ଭାଇ ଆଉ ସେଇ ସୁଗ୍ରୀବର ସାହାଯ୍ୟରେ କପି ଭରୁ ମର୍କଟ ମାନଙ୍କୁ ନେଇ ଏ ସାଗରରେ ସେତୁ ବାନ୍ଧି ସୁବଳୟ ଗିରିରେ ପ୍ରବେଶ କରିଛି। କଣ କହୁଛ ଭାଇ? ଆପଣ ଯଦି ଏକ ରାଜା ହୋଇ ନିଜ ଭକ୍ତିର ପ୍ରତିଶୋଧ ନେବା ପାଇଁ ମତେ ସେଇ ଉଚିତ ସମୟରେ ଉଠାଇ ନେଇଥାନ୍ତେ, ତେବେ ପ୍ରସିଦ୍ଧ କିପରି ନିଆଯାଏ ମୁଁ ତୁମକୁ ଠିକ ଭାବରେ ସୂଚାଇ ପାରିଥାନ୍ତି। କିନ୍ତୁ ତୁମେ ଏକ ସାମାନ୍ୟ ମାନବର ନାରୀକୁ ଅପହରଣ କରି ଆଣିଅଛ। ତ୍ରିପୁରା ବିଜୟୀ ଦଶାନନ ଏବେ ତ୍ରିପୁରା ବିଜୟୀ ଦଶାନନ ବୋଲି ସମ୍ପାଦନ କରୁଥାଏ। ତୁମେ ଏକ ନାରୀ ଚୋର ରାଜା। ତୋର ଉପଦେଶ ଶୁଣିବା ପାଇଁ ତତେ ଡାକି ନଥିଲି ଭାଇ ବିଜୟୀ ଦଶାନନ। ତୁମେ ଯେଉଁ ରାମ ସହିତ ଶତ୍ରୁତା କରିଅଛ ସେ ରାମକୁ ଚିଣିବା ଭୁଲ ଏ ସଂସାରରେ କେହି ନାହିଁ। ହରିକି ମାରିଲ ଯେ ହୁଅନ୍ଧିଲା ସାଗରରେ ଅନ୍ଧିଲା ସାଗର ସାରା ଶତ୍ରୁ ହେଲେ ତାର ବଡ଼ ବିଚାର ଜିନିଷ ବାଣିରେ ବୋଧ ଦେଇ ତାକୁ ସେହି ଧରିରେ। ଭାଇ ମନେ ପକାଅ ସେ ବିଗତ ଦିନର କଥା ଉଠ ଯେଉଁ ବାଣୀ ଦିନେ ଆପଣଙ୍କୁ ଏଇ କକ୍ଷ ମଧ୍ୟରେ ରଖି ସମୁଦ୍ର ଲଙ୍ଘନ କରୁଥିଲା। ସେଇ ବାଣୀକି ସେ ଏକାକାଣ୍ଡବତୀ ସମୁଦ୍ର ଲଙ୍ଘନ କରି ଏଠାକୁ ଆସିଅଛି। ବୁଝିପାର ଲଙ୍କପତି, ବୁଝିପାର ତାର ଏ ବାହୁରେ ବଳ କେତେ ବୁଝିପାର ତୁମେ। ଆମେ ବର୍ତ୍ତମାନ ତାର ଭକ୍ତି ସୀତାଙ୍କୁ ପ୍ରଦାନ କରି ଆମେ କ୍ଷମା ପ୍ରାର୍ଥନା କରିବା। ନାଇଁ ଦେବତା ଅସୁରୀ ଜୟ ପ୍ରତିଷ୍ଠା ବହୁଳ ହେ ପ୍ରତିଷ୍ଠା ବହୁଳ ଖସି ହୋଇ ହାଜି ଘରେ କଙ୍କଣ ସମାଜ କହିଲା ସରେ ଉପାରନ୍ତେ କରି କର ଏ କୁମ୍ଭକର୍ଣ୍ଣ, ଜ୍ୟେଷ୍ଠ ଭ୍ରାତ ତୋର ଉପଦେଶ ଶୁଣିବା ପାଇଁ ତତେ ମୁଁ ଡାକି ନଥିଲି। ଭାଇ ଏ କୁମ୍ଭକର୍ଣ୍ଣ, ଭାଇ ଯେତେବେଳେ ତ୍ରିପୁରା ବିଜୟ କରୁଥିଲେ ଭାଇ ସେତେବେଳେ ମୋ ପଶ୍ଚାତ ଭାଗରେ ତୁ ଥିଲୁ। ଭାଇ ମୁଁ ଏକା ହୋଇ କୈଳାସ ପର୍ବତର ଉତ୍ପାଦନ କରିଥିଲି। ଭାଇ ଯା, ଲଙ୍କାଗଡ଼ ଅନ୍ତପୁରରେ ଶୟନ କର। ଭାଇ ऐसे भुज थय होई श्रीराम दुधरे श्रीराम दुधरे कालरे आशावंत तो बाहुबलरे बेगे जाओ हे पुर मध्य निद्रा करि खाओ रे।
ତତେ ଡାକି ଆଣିଥିଲି ଭାଇ ତୋର ଉପଦେଶ ଶୁଣିବାକୁ ରାବଣ ପାଖରେ କିଛି ହେଲେ ସମୟ ନାହିଁ ଭାଇ। କୁମ୍ଭକର୍ଣ୍ଣ ଭାଇ ଯଦି ରାବଣକୁ ସାହାଯ୍ୟ କରିବୁ ତାହେଲେ ଯୁଦ୍ଧ ପାଇଁ ଆଗବର ହୋଇଯାଅ ଭାଇ ଲଙ୍କାଗଡ଼ ମଧ୍ୟରେ ଶୟନ କର ଭାଇ ମୁଁ ଏକା ଓଇ ଲଙ୍କାଗଡ଼ରେ ସେ ରାମ ଲକ୍ଷ୍ମଣଙ୍କୁ ଧ୍ୱଂସ ବିଧ୍ୱଂସ କରିଦେବି। ভাই ক্রোধ হই কুম্ভকর্ণ উঠিলা মহলে, উঠিলা মহল। ভাই প্রলয় মেঘ করারে করিবার রণরণ্ড পথরে। সন্তরণী গলা পর ঘটরে। ମୋ ନିକଟରୁ ଯାଇ ତା ପାଖରେ ଶରଣ ନେଇଛି କଣ କହୁଛ ଭାଇ? ଆଉ ସେ ବିଭୀଷଣକୁ ଲଙ୍କାର ରାଜା କରିଦେଇଛି ଭାଇ ଯା, ଭାଇ ସେ ରାମ ନିକଟରେ ଶରଣ ନେ। ଶୁଣି ରଖ ଭାଇ, ଯଦି ଏକ ରାଜା ପଥରୁ କୁପଥକୁ ଭଣ୍ଡାଭିତ ହୋଇଥାଏ ତେବେ ତାର ସାନୁଜ ଭାତ ତାକୁ ଉପଦେଶ ଦେଇ ପୁଣି ଥରେ ପଥକୁ ଆଣିଥାଏ। ଯଦି ତୁମେ ମୋର ବାଟକୁ ଉପହାସ କରୁଅଛ ତେବେ ଦେଖିବି କୋଉ ରନ କୋଉ ଲକ୍ଷଣ କୋଉ ଅଙ୍ଗନ କୋଉ ଅନୁମାନ ଓ ଏ କର୍ତ୍ତନ ବିସ୍ତାର ହେଇ ରହୁଅଛି। ଯେଉଁଟା ଆମ ଶିବ ଲକ୍ଷ ରାଜାମାନଙ୍କୁ ଉପହାସ କରି ଶିବ ସରସନକୁ ହସ୍ତରେ ନିକ୍ଷେପ କରି ଗୁଣ ଚଳେଇ ମାତ୍ରେ ଖଣ୍ଡ ବିଖଣ୍ଡ କରିଅଛି। ସେ ରାମକୁ ଆଜି ମୋ ହସ୍ତରେ ବିଦାର କରିବେ। ଧନ୍ୟ ଧନ୍ୟ କୁମ୍ଭକର୍ଣ୍ଣ, ଧନ୍ୟ ତୁମର ଭାତୃଭକ୍ତି। হে দেব রাক্ষস ইন্দ্র চিন্তা দূর কর, হে চিন্তা দূর কর। আই তুম শত্রু তুম মরে চির পরকার, উড়িষ কুহে বেশি বিধার কুহে। ଯେଉଁ ରାମ ବାଳିକି ବିନାଶ କରିଛି, ଯେଉଁ ରାମ ସପ୍ତ ସିନ୍ଧୁରେ ସେତୁ ଲଗ୍ନ କରିଛି, ସେ ରାମ ମନରେ ଅତି ସୁର୍ବରରେ ଅତି ଗର୍ବ କରୁଅଛି। ସେ ରାମକୁ ମୁଁ ମୋ ହସ୍ତରେ ନିକ୍ଷେପ କରିଅଛି। ଆଉ ଏକ ଉପଦେଶ ମନେ ରଖ ମୋ ଭାଇ। আই কেহু রাম কে লক্ষণ কে কপি ভূপাল, রে কে কপি ভূপাল। আই কেহ ক্রোধ কে মারুতি কেহু গুণ কাল কে বিধাতা হে, কেহাকু করে গরিতা হে। ଭାଇ ଯେପରି ଆକାଶରେ
রাম কেউ লক্ষ্মণ কেউ অঙ্গদ কেউ হনুমান কেউ সুগ্রীব ও তার কেউ দেবতা তার সভ্য ମାନଙ୍କ ସମ୍ମୁଖରେ ଭାଇ ଏ ଆମର କଥା ଦେଉଅଛି ଭାଇ କଥା ଦେଉଅଛି কুম্ভকর্ণ ଭାଇ তোর বীরত্বক্রমে স্বাগত করুছি ଭାଇ যাও ভরত ଭାଇ এ রাবণ মନରେ যে ভয় সৃষ্টি হয়েছে তাহা তু নিশ্চয় দূরীভূত করে ভাই। ତୁମେ ଭାଇ ତୁମ ମନରେ ଥିବା ଆଶଙ୍କାକୁ ଦୂରୀଭୂତ କର ମୁଁ କାଳ ଭୈରବୀ ସାଜି ସେମାନଙ୍କୁ ପ୍ରାଣରେ ନିକ୍ଷେପ କରିବି ଦିଅ ଭାଇ ଦିଅ ମତେ ତୁମର ଆଶୀର୍ବାଦ ଦିଅ আশীর্বাদ দেউছি ভাই জয় যুক্ত হুয়। আই এতে কহি লঙ্কা গরু বাহার হইরা হে বাহার হইরা সেনাপতি যুবরাজ কুম্ভকর্ণঙ্কর যুবরাজ কুম্ভকর্ণঙ্কর যুবরাজ কুম্ভকর্ণঙ্কর मुझे मत से स्थान को नहीं चलो আই এতে কহি লঙ্কা গরু বাহার হইরা বীর বাহার হইরা ତୁମେ ସାମାନ୍ୟ ଖାଦ୍ୟ ମୋ ଭଳି ଖାଦକ ସମ୍ମୁଖରେ ଠିଆ ହୋଇଅଛ ଏହା ମୁଁ ଅତିଶୟ କରିପାରେ ନାହିଁ ଅତିଶୟ କରିପାରେ ନାହିଁ আই গিরিজা আগরে কহতে দেবচন্দ্র শেখর মনা ছাই বড়া বন্দিতে যেতে রুক্ষ আমার কথা বলে রে কবি মনে ভয় নকর এ জগতে দুঃখ সঙ্গে মোহ করি সমর ঘরে ছেড়ে সোসাই অতি সুন্দর ঘরে ছেড়ে দোহাই শশা কুড়ে বাড়ি সুরি সেবারে উচ্চ পাতার ধরি সম্ভব গানতে তাহাকু গান প্রহারে মারি এই মস্কড় মানে ତୁମେ ମାନେ ଭୟ ନ କର ମୁଁ ତୁମର କିଛି କରିବି ନାହିଁ ତୁମେ କେତେବେଳେ ଚକ୍ଷୁରେ ଦେଖିଅଛ କି କାନରେ ଶ୍ରବଣ କରିଅଛ ଏକ ମେଘ ଗୋଟେ କ୍ଷୁଦ୍ର ନଦୀକି ଶୋଷି ନିଏ ଓ ଏକ ସିଂହ ଶୋଷା ଆଗରେ କେତେବେଳେ କ୍ଷୁଦ୍ର ଭକ୍ଷଣ କରେ ସେହିପରି ମୁଁ ତୁମର କିଛି କରିବି ନାହିଁ ସେ ପୁରୁଷୋତ୍ତମ ରାମଚନ୍ଦ୍ର ପାଖକୁ ମୋତେ ନେଇଥାଏ আই পোক কীট পরি অনেক পথে নেলা সৈন্য তাহা দেখি রেখে ভাই রে অঙ্গ হনুমান পর্বত মারলে কানে আজি ধুলি হই রে সুরয় পিতম্বে বহে পড়ি রে
ତାକୁ ଧରି ଆସିଥିଲା ତାଙ୍କ ସାନ ଭାଇ ଯୋଉ ସୁଗ୍ରୀବ ତାକୁ ପ୍ରାଣରେ ବିନାଶ କରି ଆପଣଙ୍କ ଭାଇ କୁମ୍ଭକର୍ଣ୍ଣ କକ୍ଷ ଦେଶରେ ଧରି ଆପଣ ଲଙ୍କାକୁ ଫେରି ଆସିଛନ୍ତି ଆଜ୍ଞା। ବହୁତ ଖୁସି ଖବର ଆଜ୍ଞା। ଦୂତ ଆଜ୍ଞା ମହାରାଜ। ଏହା କଣ ସତ୍ୟ? ଆଜ୍ଞା ସତ୍ୟ ଆଜ୍ଞା। ଯଦି ସତ୍ୟ ହୋଇଥାଏ ତାହେଲେ ଠିକ କୁମ୍ଭକର୍ଣ୍ଣ ଭାଇର ଋଣକୁ ସୁଝୁଛି। ଆଜ୍ଞା ମହାରାଜ। ମୋର ମନ ପଡି ଯାଉଅଛି ସେ ବିଗତ ଦିନର କଥା। ସୁଗ୍ରୀବ ଭାଇ ବାଣୀ ଯେପରି ମୋ ଭାଇ କି ତାର କକ୍ଷରେ ରଖି ସପ୍ତ ସିନ୍ଧୁ ଲଙ୍ଘନ କରିଥିଲା, ମୁଁ ବର୍ତ୍ତମାନ ସେହିପରି ମୋର କକ୍ଷରେ ତାକୁ ମୋ ଜ୍ୟେଷ୍ଠ ଭାତ ଲଙ୍କାପୁରକୁ ନେଇଯିବି। ଆଏ ସନ ଶୁଣିଣ ରାବଣରେ ମନେ ବିଚାର କଲା। ଆଏ ଭାଇ ବଳରେ ଅକଳରେ କରରୁଣ ସୁରିଆ। ଆଏ ତୁମତେ ତା ବାଇରରେ ଅନୁମାନ ଏହି ସମୟରେ ସୁଗ୍ରୀବ ହୋଇଲା ବିଚାରେ ରାମ କାଟୁଛନ୍ତି ଦେଉଳ କୁମ୍ଭକର୍ଣ୍ଣ କକ୍ଷ ମୂଳରେ ଭାଇ ଖଳି ରାକ୍ଷସ ଦେଇପାରୁନୁ ଯୋଉନ ଉଠଉଁ ତାହେଲେ ପ୍ରଭୁ ଏ ମତେ ଲଙ୍କାକୁ ନେଇ ଯାଉଥିଲା ଆପଣଙ୍କ ନାମ ଧୂମ କରି ତାର ନାକ ଓ କାନକୁ ମୁଁ ଛିଡ଼େଇ ଆଣିଛି ପ୍ରଭୁ। ଠିକ ଅଛି ମୈତ୍ର, ଧନ୍ୟ ତୁମର ବଳ ପରାକ୍ରମ। ଯେତେବେଳେ ରାବଣ କନିଷ୍ଠ ଭ୍ରାତା କୁମ୍ଭକର୍ଣ୍ଣକୁ ସମସ୍ତ ବାନର ସେନା ଭୟ କରୁଥିଲେ, ତୁମେ ମାତ୍ର ଏକ ବୀର ତାର ନାସିକା ଏବଂ କର୍ଣ୍ଣକୁ ନେଇ ଆସିଛ। ହେଉ ଏ ସୁବଳ ଦୁଇ ପାର୍ଶ୍ୱରେ ତାକୁ ଅତୀତ କର। ଆଜିଠାରୁ
ଦୁଇ ପର୍ବତର ମାନ୍ୟତା ପାଇବ। ଏହା କ'ଣ ମୁଁ ଜାଣିବାକୁ ପାଉଛି, ମୁଁ ଯେତେବେଳେ ମୋ ଭାଇର ଭାତୃ ହତ୍ୟା ନେବାକୁ ଯାବାକୁ ଯାଇଥିଲି, ସେତେବେଳେ ସୁଖୀ ମୋ କକ୍ଷ ଭାଗରେ ଧରି ଆଣୁଥିଲି, କିନ୍ତୁ ସେ ମୋର ନାଶା କାନକୁ ଛିଡ଼ାଇ ନାହିଁ ପଳେଇଛି। କେଉଁ ମୁଖରେ ମୋ ଜ୍ୟେଷ୍ଠ ଭାତୃ ପାଖକୁ ଯିବି? ଲଙ୍କାପୁରରେ ମୋତେ ଦେଖିଲେ କ'ଣ ହେବ? ନା, ମୁଁ ଯିବି, ମୁଁ ଏଇଠୁ ସୁବର୍ଣ୍ଣପୁରକୁ ପ୍ରତ୍ୟାବର୍ତ୍ତନ କରି ବନ୍ଧୁ। আয় রজনী সব হতে হয়েছে জাত